କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଡିସ୍କସ୍ କରିବା ୱେଷ୍ଟ ୱାଟର ମ୍ୟାନେଜମେଣ୍ଟ ବା ବର୍ଜ୍ୟ ଜଳ ପରିଚାଳନା। କେଉଁଭଳି ଭାବରେ ଯୋଉ ପାଣିଟି ଅପରିଷ୍କାର ହେଇଯାଇଛି ତାକୁ କେଉଁଭଳି ଭାବରେ ଆମେ ପୁନଃ ବ୍ୟବହାର କରିପାରିବା ବା ତାର ଆଉ କଣ ହେଇପାରିବ, ସେଇ ସବୁ ଜିନିଷ ଆଜିର ଭିଡିଓରେ ଜାଣିବା। ତ ପ୍ରଥମ କଥା ଜାଣିବା କି ବର୍ଜ୍ୟ ଜଳ ପରିଚାଳନା କହିଲେ ଆମେ କଣ ବୁଝନ୍ତି, ମାନେ ୱେଷ୍ଟ ୱାଟର ମ୍ୟାନେଜମେଣ୍ଟ କହିଲେ ଆମେ କଣ ବୁଝନ୍ତି। ଘର, ଶିଳ୍ପ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ବ୍ୟବହୃତ ଜଳର ଉପଚାର, ପୁନଃ ବ୍ୟବହାର ଏବଂ ବିଶୋଧନର ପ୍ରକ୍ରିୟାକୁ ବର୍ଜ୍ୟ ଜଳ ପରିଚାଳନା କୁହାଯାଏ। ଯଦି ଆମେ ଯେଉଁ ପାଣିକୁ ବ୍ୟବହାର କରୁଛନ୍ତି, ସେ ପାଣି ଯୋଉଟା ବାହାରି ଯାଉଛି, ସେ ପାଣିକୁ ତାର ଯଦି ଆମେ କିଛି ଟ୍ରିଟମେଣ୍ଟ କରିପାରୁଛନ୍ତି, ତାକୁ ପୁଣି ପୁନଃ ବ୍ୟବହାର କରିପାରୁଛନ୍ତି, ଆଉ ତାର ବିଶୋଧନ କଲେ ହିଁ ଯାଇକି ପୁନଃ ବ୍ୟବହାର କରିହବ, ତାହାକୁ ହିଁ କୁହାଯାଏ ୱେଷ୍ଟ ୱାଟର ମ୍ୟାନେଜମେଣ୍ଟ ବା ବର୍ଜ୍ୟ ଜଳ ପରିଚାଳନା। ହେଲା ୱେଷ୍ଟ ୱାଟର ସୋର୍ସେସ୍ କଣ, ବର୍ଜ୍ୟ ଜଳର ଉତ୍ସ ସବୁ କଣ। ଫାର୍ଷ୍ଟ ହଉଛି ଘରୋଇ। ଘରୁ କଣ ଆସେ, ରୋଷେଇ ଘର, ବାଥରୁମ ଏବଂ ଗାଧୋଇବା ସ୍ଥାନରୁ ସ୍ୱେରେଜ ଏବଂ ଗ୍ରେଟ୍ ୱାଟର। ତା ମାନେ ଆମର ଘରେ ଆମେ ଯାହା ବ୍ୟବହାର କରନ୍ତି ପାଣି, ତାହା ରୋଷେଇ ଘର ହଉ, ବାଥରୁମ ହଉ, ସେଇ ଜାଗାରୁ ଯେଉଁ ପାଣିଟି ବାହାରି ଯାଏ, ସେଇ ପାଣିଟା ହଉଛି ଏକ ବର୍ଜ୍ୟ ଜଳ। ଶିଳ୍ପ, ଯୋଉ କାରଖାନା ମାନେ ରହିଲେ, କାରଖାନା ଗୁଡିକର ପ୍ରଭାବ, ଯେଉଁଥିରେ ରାସାୟନିକ ପଦାର୍ଥ, ତେଲ ଏବଂ ଭାରୀ ଧାତୁ ରହିପାରେ। ଥର୍ଡ ହଉଛି ବାତ୍ୟା, ବନ୍ୟା ଜଳ। ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ହୁଏ, ସେତେବେଳେ କଣ ହୁଏ, ବିଭିନ୍ନ ସ୍ଥାନରୁ ବା ରାସ୍ତାରୁ ପ୍ରଭାବିତ ଜଳ ହଉ ବା ଆବର୍ଜନା, ତେଲ କଣ କରେ ନା ସେଇ ପାଣିଟାକୁ ଅପରିଷ୍କାର କରିଦିଏ, ଆଉ ସେ ଯାଇକି କଣ ହୁଏ ନା ଜଳ ରାଶିରେ ପହଞ୍ଚିଯାଏ। ଜଳର ପରିଚାଳନାର ଗୁରୁତ୍ୱ କଣ ପାଇଁ କରିବା ଦରକାର, ଆମେ ୱେଷ୍ଟ ୱାଟର ଟ୍ରିଟମେଣ୍ଟ ବା ତା ମ୍ୟାନେଜମେଣ୍ଟ କାହିଁକି କରିବା ଦରକାର। ଜଳ ପ୍ରଦୂଷଣକୁ ରୋକିଥାଏ ଏବଂ ଜଳୀୟ ଇକୋସିଷ୍ଟମକୁ ସୁରକ୍ଷା ଦେଇଥାଏ। ତା ମାନେ ଆମେ ଯଦି ୱେଷ୍ଟ ୱାଟର ଟ୍ରିଟମେଣ୍ଟ କରିବା ବା ତାକୁ ପ୍ରପରଲି ତାର ୟୁଟିଲାଇଜ କରିବା, ତାହେଲେ କଣ ହବ, ଜଳ ପ୍ରଦୂଷଣ ଅଟକିବ। ତା ସହିତ ଜଳରାଶି ମାନେ ମଧ୍ୟ ପରିଷ୍କାର ରହିବେ, ଯାହାକୁ ଆମେ କହିବା ଜଳୀୟ ଇକୋସିଷ୍ଟମକୁ ସୁରକ୍ଷା ଦେଇଥାଏ। କ୍ଷତିକାରକ ପ୍ରଦୂଷଣର ସଂସ୍ପର୍ଶରେ ଆସି ଜନସ୍ୱାସ୍ଥ୍ୟକୁ ସୁରକ୍ଷିତ କରେ। ତ ପାଣି ଯଦି ପରିଷ୍କାର ରହିଲା, ପାଣି ଯଦି ବିଶୁଦ୍ଧ ରହିଲା, ତାହେଲେ କଣ ହବ ନା ଡିଜିଜ ହବ ନାହିଁ, ତାମାନେ କୌଣସି ରୋଗ ହବ ନାହିଁ। ଜଳସେଚନ, ଶିଳ୍ପ ପ୍ରକ୍ରିୟା କିମ୍ବା ଭୂତଳ ଜଳ ପରିପୂର୍ଣ୍ଣତା ଏବଂ ଏହାର ପୁନଃ ବ୍ୟବହାରକୁ ସକ୍ଷମ କରି ଜଳ ସଂରକ୍ଷଣ କରେ। ଯଦି ପରିଷ୍କାର ପାଣି ଥିବ, ତାହା ଜଳସେଚନ ଆମେ ଯେତେବେଳେ କୃଷିରେ କରନ୍ତି, ସେତେବେଳେ କଣ ହବ, ଗଛ ଗୁଡିକରେ କୌଣସି ପ୍ରକାର ରାସାୟନିକ ପଦାର୍ଥ ଆମକୁ ଦବା ପାଇଁ ପଡିବ ନାହିଁ, ସେ ପ୍ରପର ପାଣି ନବ। ତା ସହିତ ଯେତେବେଳେ ଶିଳ୍ପ କାରଖାନା ଗୁଡିକରେ ଯୋଉ ପାଣି ୟୁଜ ହଉଛି, ସେ ପାଣି ଯେତେବେଳେ ବହି ଯାଉଛି, ତାହା କୁଆଡେ ଯାଉଛି ନା କିଛି ପାଣି ମାଟି ଶୋଷି ନଉଛି। ତ ମାଟି ଭିତରେ ମଧ୍ୟ ବିଭିନ୍ନ ପ୍ରକାର କେମିକାଲ୍ସ ରହୁଛି। ତ ଆମେ ଯଦି ୱେଷ୍ଟ ୱାଟରକୁ ଟ୍ରିଟ୍ କରିବା, ତାହେଲେ ଯେଉଁ ଯେଉଁ ଜାଗାରେ ପାଣି ମାନେ ରହୁଛନ୍ତି, ଜଳରାଶି ଗୁଡିକ କଣ ରହିବ ନା ପ୍ରଦୂଷଣ ବିହୀନ ରହିବ, ଆଉ ବିଶୁଦ୍ଧ ଜଳ ଆମେ ପାଇପାରିବା। ତାପରେ ଆସିଲା ବର୍ଜ୍ୟ ଜଳ ବିଶୋଧନରେ ପ୍ରମୁଖ ପଦକ୍ଷେପ କଣ କରିବା, ଆମେ କେଉଁଭଳି ଭାବରେ ୱେଷ୍ଟ ୱାଟରକୁ ଟ୍ରିଟ୍ କରିବା। ଫାର୍ଷ୍ଟ ହେଲା ତାକୁ କଲେକ୍ଟ କରିବା, ସଂଗ୍ରହ କରିବା, ସ୍ୱେରେଜ ସିଷ୍ଟମ କିମ୍ବା ପାଇପଲାଇନ ମାଧ୍ୟମରେ ବର୍ଜ୍ୟ ଜଳ ସଂଗ୍ରହ। ସେକେଣ୍ଡ ହଉଛି ପ୍ରାରମ୍ଭିକ ଉପଚାର, ପ୍ଲାଷ୍ଟିକ, ଗ୍ରିଟ୍ ଏବଂ ଆବର୍ଜନା ପରି ବଡ କଠିନ ପଦାର୍ଥକୁ ବାହାର କରିବା। ସେକେଣ୍ଡ ହଉଛି ପ୍ରାଥମିକ ଉପଚାର, ଭାରୀ କଣିକା ଏବଂ ଭାସମାନ ତେଲ ବାହାର କରିବା। ଥର୍ଡଟା ହଉଛି ଦ୍ୱିତୀୟ ଉପଚାର, ଆମେ ଯୋଉଟା କହିବା ଜୈବିକ ପ୍ରକ୍ରିୟା ବ୍ୟବହାର କରିବା, ଯେପରିକି ଜୀବାଣୁ ପରି କଣିକାକୁ ଦୂରୀଭୂତ କରିବା। ତା ମାନେ ପ୍ରଥମେ ଆମେ କଣ କଲେ, ପ୍ରଥମେ ଆମେ କଠିନ ପଦାର୍ଥ ଗୁଡାକ, ଯୋଉଟା ବଡ ବଡ କଠିନ ପଦାର୍ଥ ଅଛନ୍ତି, ତାକୁ ଆମେ ବାହାର କରିଦବା। ଫାର୍ଷ୍ଟ କଲେକ୍ଟ କରିବା, ସେକେଣ୍ଡ କଠିନ ପଦାର୍ଥ ବାହାର କରିବା, ତାପରେ ଯୋଉ ଭାରୀ କଣିକା, ଭାସମାନ ତେଲ ଥାନ୍ତି, ତାକୁ ବାହାର କରିବା। ତାପରେ ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା ଆମକୁ ତା ଭିତରେ ଥିବା ବ୍ୟାକ୍ଟେରିଆ ଆଉ ଭାଇରସ ବା ଅନ୍ୟାନ୍ୟ ଯୋଉ ପ୍ରକାର ଥାଆନ୍ତି ଜୀବାଣୁ ମାନେ, ତାଙ୍କୁ ହଟେଇବାକୁ ପଡିବ, ଯୋଉଟା କି ଆମକୁ କଣ କରିବାକୁ ପଡିବ ନା ଜୈବ ପ୍ରକ୍ରିୟା ବ୍ୟବହାର କରିବାକୁ ପଡିବ। ତାପରେ ଆସିଲା ତୃତୀୟ ଉପଚାର, ପାଥୋଜେନ ଏବଂ ଶୁଷ୍କ ପ୍ରଦୂଷକକୁ ହଟାଇବା ପାଇଁ ଜୀବାଣୁ ନାଶକ ସହିତ ଉନ୍ନତ ଶୁଦ୍ଧତା। ତାପରେ ଆମେ ତାକୁ ରିଫାଇନ କରିବା ଭଲ ଭାବରେ, ହେଲେ ଯାଇକି କଣ ହବ ନା ବର୍ଜ୍ୟ ଜଳର ବିଶୋଧନ
हेई पारिबो। पुनः व्यवहार रियूज विशोधित जल जो जलटी विशोधन है ताहा कृषि भू निर्माण शिल्पायन शीतलता ପାଇଁ ବ୍ୟବହାର କରାଯାଇ ପାରିବ। ତା ସହିତ ଗ୍ରେ ୱାଟର ସିଷ୍ଟମ ଗୁଡ଼ିକ ଅଣପାନୀୟ ମାନେ ପାନୀୟ ପାଇଁ ନୁହଁ ଅଣପାନୀୟ ପ୍ରୟୋଗରେ ବର୍ଜ୍ୟ ଜଳର ଆଂଶିକ ବା ପୁନଃ ବ୍ୟବହାରକୁ ଅନୁମତି ଦିଏ। ତାପରେ ବର୍ଜ୍ୟ ଜଳ ପରିଚାଳନାରେ ଆସୁଥିବା ଆହ୍ୱାନ ଗୁଡ଼ିକ କ'ଣ? ଭିତ୍ତିଭୂମି ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ତାମାନେ ଇନଫ୍ରାଷ୍ଟ୍ରକ୍ଚର ଆଉ ଆମେ ତାକୁ ଯୋଉ ଜାଗାରେ ରଖିକି ତା ଟ୍ରିଟମେଣ୍ଟ କରିବା ତା ପାଇଁ ଆସୁଥିବା ଖର୍ଚ୍ଚ। ସେକେଣ୍ଡ ହେଉଛି ଉପଯୁକ୍ତ ବର୍ଜ୍ୟ ଜଳ ନିଷ୍କାସନ ବିଷୟରେ ସୀମିତ ଜନସଚେତନତା। ତ ଲୋକମାନେ ଜାଣିନାହାନ୍ତି ତ ଆୱାରନେସ୍ ପ୍ରୋଗ୍ରାମ ଦରକାର। ତା ସହିତ ବିଷାକ୍ତ ପ୍ରଦୂଷକ ସହିତ ଶିଳ୍ପ ପ୍ରଭାବକୁ ନିୟନ୍ତ୍ରଣ କରିବା। ଯୋଉ ଶିଳ୍ପ କାରଖାନାରୁ ଜଳ ନିର୍ଗତ ହେଉଛି ସେଥିରେ ହାଇଲି ପଲ୍ୟୁଟାଣ୍ଟସ୍ ଅଛନ୍ତି ଯୋଉଟା କି ଗୋଟେ ହେଉଛି ବିଗେଷ୍ଟ ଚ୍ୟାଲେଞ୍ଜ କି ଆମେ ଯେତେବେଳେ ୱେଷ୍ଟ ୱାଟର ଟ୍ରିଟମେଣ୍ଟ କରାଯାଉଛି। ନିରନ୍ତର ଅଭ୍ୟାସ ଛୋଟ ସମ୍ପ୍ରଦାୟରେ ବିକେନ୍ଦ୍ରୀକରଣ ବର୍ଜ୍ୟ ଜଳ ବିଶୋଧନକୁ ପ୍ରୋତ୍ସାହିତ କରିବା ତା ସହିତ ନିର୍ମିତ ଆର୍ଦ୍ରଭୂମି ଏବଂ ବାୟୋରିଆକ୍ଟର ପରି ଟେକ୍ନୋଲୋଜି ଗ୍ରହଣ କରିବା କଡ଼ା ନିୟମ ଲାଗୁ କରିବା ଏବଂ ଜଳ ସଂରକ୍ଷଣକୁ ଉତ୍ସାହିତ କରିବା। କଲେ କ'ଣ ହବ ନା ସଠିକ ବର୍ଜ୍ୟ ଜଳ ପରିଚାଳନା ପରିବେଶ କ୍ଷତି ହ୍ରାସ କରେ ନିରନ୍ତର ବିକାଶକୁ ସମର୍ଥନ କରେ ଏବଂ ଭବିଷ୍ୟତ ପିଢ଼ି ପାଇଁ ବିଶୁଦ୍ଧ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିଥାଏ। ତ ଏଇଟା ଥିଲା ଆମର ୱେଷ୍ଟ ୱାଟର ମ୍ୟାନେଜମେଣ୍ଟର କମ୍ପ୍ଲିଟ ଥିଓରି। ଆଉ ଯଦି ଜାଣିବାକୁ ଅଛି କି କେମିତି ପ୍ୟୁରିଫିକେସନ ହୁଏ ୱାଟର ପ୍ୟୁରିଫିକେସନ ଭିଡ଼ିଓ ଅଲରେଡି ଅଛି ସାଇନ୍ସ ପ୍ଲେଲିଷ୍ଟରେ ଅଛି। ତାପରେ ବି ମୁଁ ଆଇ ବଟନରେ ଲିଙ୍କ ଦେଇଥିବି ଯୋଉମାନେ ଦେଖିନାହାନ୍ତି ଯାଇକି ଦେଖିଦେବେ। ତାହେଲେ କେମିତି ଲାଗିଲା କିଛି ବୁଝି ହେଲା ନା କୋଉ ଜାଗାରେ ବୁଝି ହେଲା ନାହିଁ ଯଦି କିଛି ଅସୁବିଧା ଅଛି କମେଣ୍ଟରେ ଜଣେଇବ। ଆଉ ଯଦି ଭଲ ଲାଗିଲା ବୁଝି ହେଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କର। ଚ୍ୟାନେଲରେ ଯୋଉମାନେ ଭିଡ଼ିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡ଼ିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ ଆମେ ମିଶିକି ପଢିପାରିବା ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହବ ଆଗାମୀ ଭିଡ଼ିଓରେ। ଭଲରେ ରୁହ ସୁସ୍ଥରେ ରୁହ ମତେ ଅନୁମତି ଦିଅ। ବାଏ ବାଏ।